ତାହା ହିଁ ଆମେ ପଢିଛୁ ଏଠି ପ୍ରଥମ ପିତର 4 ଅଧ୍ୟାୟ 17 ପଦରେ ପଢିଛୁ। କାରଣ ଈଶ୍ୱରଙ୍କ ଗୃହ ଠାରୁ ଆରମ୍ଭ କରି ବିଚାର କରିବା ସମୟ ଉପସ୍ଥିତ। ଶୁଣନ୍ତୁ ଶୁଣନ୍ତୁ ଶୁଣନ୍ତୁ, ଈଶ୍ୱରଙ୍କ ଆଡରୁ ବିଚାର ପୁନର୍ବାର ଆରମ୍ଭ ହେବ। ପୁଣି ତାର ଅର୍ଥ କଣ? ବର୍ତ୍ତମାନ ଈଶ୍ୱରଙ୍କ ଆଡରୁ ଡାଇରେକ୍ଟ ନୂଆ ବିଚାର କିଛି ନାହିଁ। ଓଲ୍ଡ ବିଚାର ହିଁ ଚାଲିଛି, ପୁରୁଣା ବିଚାର ହିଁ ଚାଲିଛି। କାହିଁକି ନୂଆ ବିଚାର କିଛି ଆସୁନାହିଁ? ମାନେ ଏହା ଅନୁଗ୍ରହର ଯୁଗ। ଅନୁଗ୍ରହ ଯୋଉଠି ଥାଏ ସେଇଠି ବିଚାର ନଥାଏ। ଅଲରେଡି ପରମେଶ୍ୱରଙ୍କର ପୁରୁଣା ପରମେଶ୍ୱର ଘୋଷଣା କରି ସାରିଥିବା ବିଚାର ଗୁଡିକ ଅଲରେଡି ଚାଲିଛି। ଦ ଓଲ୍ଡ କଣ କହିବେ, ଜଜମେଣ୍ଟ ସବୁ ଗୁଡିକ। ଜଜମେଣ୍ଟ ର ସବଜେକ୍ଟ କହିବି ବୋଲଲେ ବହୁତ ବଡ ସବଜେକ୍ଟ। 24ଟା ବିଚାର ଅଛି ବାଇବଲରେ। କଣ କହିବି ଆପଣ ମାନଙ୍କୁ? 24 ଜଜମେଣ୍ଟ ଅଛି, 24ଟା ବିଚାର। ଆମେ ପଢି ଅଧ୍ୟୟନ କଲା ବେଳକୁ 2 ବର୍ଷ ଲାଗିବ କି ନା କେମିତି କି? ତଥାପି ସେ ଭିତରୁ ଆମେ ବହୁତ ବିଷୟ ସବୁ ପ୍ରକାଶିତ ବାକ୍ୟରେ ଆମେ ଶୁଣି ସାରିଛୁ। ଜଜମେଣ୍ଟସ୍, ପ୍ରେଜ ଦ ଲର୍ଡ। ଅଲରେଡି ବିଚାରିତ। ପ୍ରଥମ ବିଚାର ସ୍ୱର୍ଗଦୂତ ମାନଙ୍କ ଉପରକୁ ଆସିଲା। ଦ୍ୱିତୀୟ ବିଚାର ଆଦମ ଉପରକୁ ଆସିଲା ଏଦେନ ଉଦ୍ୟାନରେ। କଣ ସେ ବିଚାର ଥିଲା? ଯେଉଁ ଦିନ ଏଇ ଫଳ ଖାଇବ ସେଇ ଦିନ ନିତାନ୍ତ ମରିବ। ଏଇଟା ଗୋଟେ ଜଜମେଣ୍ଟ ଥିଲା। ସେମିତି ତୃତୀୟ ବିଚାର କଇନ ଉପରକୁ ଆସିଲା। ଚତୁର୍ଥ ବିଚାର ନୋହଙ୍କର ଜଳପ୍ଳାବନ। ପଞ୍ଚମ ବିଚାର ବାବିଲ ଗଡ଼। ଏମିତି ହେଇକି ଆମେ ଆଦି ପୁସ୍ତକ ଯଦି ପ୍ରକାଶିତ ବାକ୍ୟ ପର୍ଯ୍ୟନ୍ତ ଯଦି ଅଧ୍ୟୟନ କରିବା 24ଟି ବିଚାର ଅଛି। ଜଜମେଣ୍ଟସ୍ ଅଫ ଗଡ। କଣ କି ଲୋକମାନଙ୍କୁ ଖାଲି ବାଇବଲରେ ପ୍ରେମ, ଆଶୀର୍ବାଦ, କ୍ଷମାର ପଦ ପର୍ବ ହିଁ ଦେଖାଯାଏ। ଏଇଟା କାହିଁ ଦେଖାଯାଉନି କି ପରମେଶ୍ୱର ବିଚାର ବି କରିଛନ୍ତି? ଇତିହାସରେ ବିଚାର ବି କରାହେଇଛି, ଆଉ ଭବିଷ୍ୟତରେ ବି ବିଚାର ହେବ। ଦେର୍ ଆର୍ ଜଜମେଣ୍ଟସ୍ ସାଇମଲଟେନିୟସଲି। ତ ଏ ବିଚାର 24ଟି ବିଚାର ମଧ୍ୟରେ 11ଟି ବିଚାର ଶେଷ ହେଇଗଲା। ଦଶମ ବିଚାର କାଲଭରୀ କ୍ରୁଶରେ ହେଇଥିବା ବିଚାର। ଆମ୍ଭର ପାପ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନେଇଥିବାରୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ କ୍ରୁଶରେ ଆମ୍ଭ ବଦଳରେ ବିଚାରିତ ହେଲେ। ଅନ୍ आवर बिहाफ जीसस वाज बीइंग जज्ड। हमारे ऊपर जो न्याय आना था वो प्रभु के ऊपर आया। दशम विचार। और 11तम विचार प्रभु जीशु ख्रीष्ट को क्रूसार्पण कर देथिबा जिहुदी मानक ऊपर को आसिला। से माने जेरूसलेम छाड़ी की भागा हेबाकू पड़िला। ख्रीष्टाब्द 70 रे जेरूसलेम भी नष्ट हैला। जेरूसलेम मंदिर भांगी दिया गला, पोड़े दिया गला। 11 लक्ष जिहुदी माने मारी दिया गले, हत हेले। बाकी जिहुदी माने सारा पृथ्वी रे छिन्न भिन्न हेई गले। और जेते बेले इस्राएल भूमि खाली हेई गला, परे परे अन्य लोक माने आसिकी सी जागा रे रहिबार, ताप से माने मरी जीवर, अलगा लोक आसिकी रहिबार से माने मरी जीवर। तापरे 15 शताब्दी रे तुर्की देशर केतक लोक माने आसिकी सेठी रहिले। से माने ही वर्तमान रो पालस्तीनिय माने, से हामास माने से के बोलछंती से माने से मान कहछ तामे 15 शताब्दी रो इठो छ हमर जागा ना हो। तो 1948 रे ब्रिटिश सरकार कौन करला? इज्राएल देश को आक्रमण करला परे से माने जेहेतु ब्रिटिश वाला सब इंग्लैंड सब जेहेतु क्रिश्चियन, से माने इज्राएल को भलो पाइले, जिहुदी मान को भलो पाइले। और कहले एटा तो हमर बाइबल रो लोक माने माने तो आमे मन को सहाय्य करिबा। तेणु करी जते जण जिहुदी माने छिन्नभिन्न हेइछन्ति रे बाबू माने, जते जण जिहुदी अट तो माने समस्ते अपना देश को फेर, तुमको तुमर देश दिया जीव बोली प्रतिश्रुति देलारो लोक माने से प्रथम विश्व युद्ध पर
ଫେରି ଆସିବାକୁ ଆରମ୍ଭ କଲେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଇସ୍ରାଏଲ ଦେଶ ପୃଥିବୀର ମାନଚିତ୍ରରେ ସ୍ଥାନ ପାଇଲା, କିନ୍ତୁ ଜିହୁଦୀ ମାନଙ୍କ ପାଇଁ ଦାଉଦଙ୍କର ସିଂହାସନ ଏପର୍ଯ୍ୟନ୍ତ ସ୍ଥାପିତ ହେଲା ନାହିଁ। ସେମାନେ ମଧ୍ୟ ସେ ଗଣତନ୍ତ୍ର ଅନୁସାରେ ସେମାନେ ଭୋଟ କରିକି ନିର୍ବାଚନ କରିକି ଗୋଟେ ମନ୍ତ୍ରୀକୁ ଗୋଟେ ପ୍ରଧାନମନ୍ତ୍ରୀକୁ ଠିଆ କରୁଛନ୍ତି, କିନ୍ତୁ ସେମାନଙ୍କର ପ୍ରତିଜ୍ଞା ଏପର୍ଯ୍ୟନ୍ତ ଅଛି ଯାହା ସେମାନଙ୍କୁ କୁହାଗଲା କି ଦାଉଦଙ୍କର ସିଂହାସନ ରିଜ୍ୟୁମ ହେବ, ଜଣେ ରାଜା ଆସିକି ପୁନର୍ବାର ବସିବେ। ସେ କିଏ? ପ୍ରଭୁ ଯୀଶୁ ଖ୍ରୀଷ୍ଟ। ସେ ତ ଆସିଥିଲେ 2000 ବର୍ଷ ପୂର୍ବେ, ତାଙ୍କୁ ତ ମାନିଲେ ନାହିଁ, କୃଷାର୍ପଣ କରିଦେବାରୁ ଏ ଅଭିଶାପ ସେମାନଙ୍କ ଉପରକୁ ଆସିଲା ଆଉ ସେମାନେ ପୃଥିବୀ ସାରା ଛିନ୍ନ ଭିନ୍ନ ହେଇଗଲେ। ଆଜି ପର୍ଯ୍ୟନ୍ତ ଜିହୁଦୀ ମାନଙ୍କ ପାଇଁ ଶାନ୍ତି ନାହିଁ, ଇସ୍ରାଏଲରେ ଖୁସି ନାହିଁ। କାରଣ କଣ? ଦୁନିଆର ସବୁ କିଛି ମାନୁଛନ୍ତି, କିନ୍ତୁ ଆପଣା ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ମାନୁନାହାନ୍ତି। ଆଉ ଯେହେତୁ ଯୀଶୁ ଖ୍ରୀଷ୍ଟଙ୍କୁ ମାନୁନାହାନ୍ତି, ତ କୋଉ ପରମେଶ୍ୱର ସେମାନଙ୍କୁ ହେଲ୍ପ କରିବ କୁହନ୍ତୁ? ତ ପରମେଶ୍ୱରଙ୍କ ଲୋକମାନେ, ଜିହୁଦୀ ମାନେ ନା ପ୍ରଭୁଙ୍କର ଲୋକମାନେ ବି ଆମେ ହେଇଥାଉ ନା, ମାରୁଛନ୍ତି, ମରୁଛନ୍ତି ସେମାନେ। ସେ ଟାଇଟସ ଆସିକି 11 ଲକ୍ଷ ଜିହୁଦୀ ମାନଙ୍କୁ ମାରିଲା। ଏଡଲ୍ଫ ହିଟଲର 65 ଲକ୍ଷ ଜିହୁଦୀ ମାନଙ୍କୁ ମାରିଲା। ଏ ଜିହୁଦୀ ମାନେ ଯେଉଁ ଦେଶକୁ ଯାଇଛନ୍ତି ସବୁଠୁ ମାଡ ଖାଇଛନ୍ତି। କାହିଁ ଆମର ପରମେଶ୍ୱରଙ୍କୁ ରକ୍ଷା କାହିଁ କରୁନାହାନ୍ତି ବୋଲି କାନ୍ଦୁଛନ୍ତି। କାହିଁ ରକ୍ଷା କରୁନାହାନ୍ତି? ଆରେ ତୁମକୁ ରକ୍ଷା କରିବା ପାଇଁ ଆସିଲାରୁ ତ ତାଙ୍କୁ ମାରି ପକାଇଲ ତମେ। ଅଭିଶାପ, ଦଣ୍ଡ is still intact। ଜିହୁଦୀ ମାନଙ୍କର ଯେଉଁ ଅଭିଶାପ ଅଛି, ସେ କଣ କହିଲେ? ଏହାର ଅପରାଧ ଆମ୍ଭ ଉପରେ, ଆମର ସନ୍ତାନ ମାନଙ୍କ ଉପରେ ବର୍ତ୍ତୁ ବୋଲି କହି ତ ଦେଲେ। ଆଉ ଆମର ଉପରେ ରହୁ ବୋଲି କହିଲେ ହେଇଥାନ୍ତା, ଆମ ପିଲାମାନଙ୍କ ଉପରେ ବି ରହୁ, କିନ୍ତୁ ଏ ମରୁକା ମାରିଦେଲେ। ଆଉ ତ ଅଭିଶାପ ଆସିବ ନାଇଁ କି? ପ୍ରଭୁଙ୍କର ନିଜର ଲୋକମାନେ ନିଜ ଉପରକୁ ଦଣ୍ଡ ବିଚାର ଘୋଷଣା କରିଦେଲା ପରେ ଆଉ କିଏ ଅଟକାଇ ପାରିବେ? ଆଜି ପର୍ଯ୍ୟନ୍ତ ସେମାନେ ପ୍ରଭୁଙ୍କୁ ମାନୁନାହାନ୍ତି। ସେଇଟା କହେ ସବୁବେଳେ, ଜିହୁଦୀ ହେଇଥାଉ, ଜିହୁଦୀ ଜିହୁଦୀ ଇସ୍ରାଏଲ ଦେଶ ଜେରୁସଲେମ, ଆମେ ଖ୍ରୀଷ୍ଟିଆନ ମାନେ ଯାଇକି ବୁଲି ପଳେଇ ଆସୁ। ଦଣ୍ଡ ପାଇବ ଆଜ୍ଞା, ପୁରା ଜେରୁସଲେମ ପୁରା ବିନଷ୍ଟ ହେବ। ପ୍ରକାଶିତ ବାକ୍ୟ ଆମକୁ ଜଣାଏ ତାହା। ଭଣ୍ଡ ଖ୍ରୀଷ୍ଟ ଆସି ପୁରା ବର୍ବାଦ କରିଦେବ ସେମାନଙ୍କୁ। ଆଜି ବୋଧେ 90 ନା 65 ଲକ୍ଷ ଜିହୁଦୀ ମାନେ, 1 କୋଟି ଜିହୁଦୀ ମାନେ ଥାଇପାରନ୍ତି ବର୍ଲ୍ଡ ସାରା ଇସ୍ରାଏଲ ଦେଶ ମିଶେଇକି। ସେ ଭିତରୁ 1,44,000 ଜିହୁଦୀ ଛଡା ଆଉ କିଏ ମୁଦ୍ରାଙ୍କିତ ହେବେନି। ମୁଦ୍ରାଙ୍କିତ ଈଶ୍ୱରଙ୍କ ଦ୍ଵାରା ମୁଦ୍ରାଙ୍କିତ ଜିହୁଦୀ ମାନେ ବଞ୍ଚିଯିବେ, ବାକି ଲୋକ ବିନଷ୍ଟ ହେଇଯିବେ। ଭଣ୍ଡ ଖ୍ରୀଷ୍ଟ ମାରିଦେବ ସେମାନଙ୍କୁ। ତେଣୁ କରି ଆଜି ଜିହୁଦୀ ମାନଙ୍କୁ ପରିତ୍ରାଣ କରିବାର ସମୟ ଚାଲୁନି। ଆଜି ବିଜାତି ମାନଙ୍କୁ ପରିତ୍ରାଣ କରିବାର ସମୟ, ମଣ୍ଡଳୀର ସମୟ। ଯଦି ଜିହୁଦୀ ମାନେ ରକ୍ଷା ପାଇବେ, ତ ସେମାନେ ମଧ୍ୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିକି ମଣ୍ଡଳୀ ଭିତରକୁ ଆସିବାର ଅଛି। ଜିହୁଦୀ ମାନେ ମଧ୍ୟ ମଣ୍ଡଳୀ ହେବାର ଅଛି। ଜିହୁଦୀ ମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରି ବାପ୍ତିଜିତ ହେଲେ କଣ ହେବ? ସେମାନେ ଜିହୁଦୀ ଖ୍ରୀଷ୍ଟିଆନ ହେବେ ନାହିଁ, ଖ୍ରୀଷ୍ଟିଆନ ହେବେ ବସ୍। ସେଥିପାଇଁ ପାଉଲ ଅନେକ ଥର କହିଲେ, ପ୍ରଭୁଙ୍କୁ ପାଇଲା ପରେ, ବାପ୍ତିଜିତ ହେଲା ପରେ ଜିହୁଦୀ ବା ଗ୍ରୀକ ର ଫରକ ଆଉ ନାହିଁ ଭାଇ। ଗ୍ରୀକ ଲୋକ ପ୍ରଭୁଙ୍କୁ ପାଇଲେ ଯେତିକି, ଜିହୁଦୀ ବି ପ୍ରଭୁଙ୍କୁ ପାଇଲେ ସେତିକି। ଗ୍ରୀକ ର ପରିତ୍ରାଣ, ଗ୍ରୀକ ଖ୍ରୀଷ୍ଟିଆନ ଅଲଗା, ଆଉ ଜିହୁଦୀ ଖ୍ରୀଷ୍ଟିଆନ ଟିକେ ସ୍ପେଶାଲ ଖ୍ରୀଷ୍ଟିଆନ କି? ନାଇଁ 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 ନାଇଁ। ବହୁତ ଜଣ, ଯେତେ ଜଣ ଉଚ୍ଚ କଣ କହିବେ, ହାଇ କାଷ୍ଟ ରୁ ପ୍ରଭୁଙ୍କୁ ପାଆନ୍ତି, ବ୍ରାହ୍ମଣ ଖ୍ରୀଷ୍ଟିଆନ୍ସ, ୱାଇଶ୍ୟା ଖ୍ରୀଷ୍ଟିଆନ୍ସ ଆମର ଆନ୍ଧ୍ର ତେଲେଙ୍ଗାନାରେ ଭର୍ତ୍ତି। ସେମାନଙ୍କର ଜାତି ଅନୁସାରେ ଚର୍ଚ୍ଚ ଗୁଡିକ ଅଛି, ହାଇକାଷ୍ଟ, ଉଚ୍ଚ ଜାତିର ମଣ୍ଡଳୀ ମାନେ ସେଇ ଚର୍ଚ୍ଚରେ ଖାଲି ଅପର କ୍ଲାସ ର, ଅପର କ୍ୟାଟେଗୋରୀର ବିଜାତିରୁ, ବ୍ରାହ୍ମିନ୍ସ ରୁ, ଏମିତି ଜାତିରୁ ଯେଉଁମାନେ ପ୍ରଭୁଙ୍କୁ ପାଇଥିବେ ସେମାନେ ହିଁ ଯାଉଥିବେ। ଏମିତି ଲୋ କାଷ୍ଟ ଖ୍ରୀଷ୍ଟିଆନ୍ସ ମାନଙ୍କୁ ପଶାନ୍ତି ନେଇ ଭିତରେ, ଅଲଗା ଥିବ। ଆମେ ସବୁ ଅଲଗା ଜାତି ଅନୁସାରେ ପାଷ୍ଟର ମାନେ, ସ୍ପିକର ମାନେ ଅଛନ୍ତି ଏଠି ଆନ୍ଧ୍ର ତେଲେଙ୍ଗାନାରେ। ଜାତି ଅନୁସାରେ, କାଷ୍ଟ ଅନୁସାରେ ଚର୍ଚ୍ଚେସ୍ ବି ଅଛି। ଆଉ ସେମାନେ ହଜାର ଥର ବୋଷ୍ଟିଂ କରନ୍ତି, ଆମର ଅମକ ଜାତିରୁ ଆମେ ପ୍ରଭୁଙ୍କୁ ପାଇଛୁ, ଆମେ ଅମକ ଜାତିର ଲୋକ, ଆରେ ଯେଉଁଦିନ ପ୍ରଭୁଙ୍କୁ ପାଇଲୁ, ଆମେ ଖାଲି ଧର୍ମ, ଆମର ପୁରାତନ ଧର୍ମ ଛାଡିକି ପରିତ୍ରାଣ ପାଇଲୁ ସେତିକି ନୁହେଁ, ଆମେ ପୁରାତନ ଜାତିରୁ ବି ଆମେ ପରିତ୍ରାଣ ପାଇଛୁ ନା ନାଇଁ? ଆମେ ପ୍ରଭୁଙ୍କୁ ପାଇଲା ପରେ କଣ ହେଇଛୁ?
ଆମର ବଂଶ ନିଶ ପୁରା ମେଳଉଥିବେ ଏଠି। ଆମର ବଂଶ କଣ ଜାଣିଛୁ ରେ? ଆମର ବଂଶ ଆମର ଜାତି, ଆମର ବଂଶ ବାଇବଲ କୁହେ। ପ୍ରଭୁଙ୍କୁ ପାଇଲା ପରେ ଆମେ କିଏ? ମନୋନୀତ ବଂଶ, पवित्र जाति। प्रभु हमको बदलाव मतलब ये नहीं था क्या? नहीं, ब्राह्मण क्रिश्चियंस अलगा, हमर सेपटे इच्छा परम आड़े कुमटी क्रिश्चियन माने अलगा, सेमको चर्च अलगा। हाँ, कुमटी क्रिश्चियन अलगा, वैश्यास क्रिश्चियन अलगा, एंड लो क्लास गरीब क्रिश्चियन माने अलगा, एससी एसटी क्रिश्चियन अलगा। हमें से चर्च भीतर जाओ ना, ना ना ना, हमारे चर्च अलगा, क्या लगा रखा है ये? ପାଉଲ କହୁଛନ୍ତି ତୁମେ ପ୍ରଭୁଙ୍କୁ ପାଇଲେ ଜିହୁଦୀ ବା ଗ୍ରୀକ ର ଫରକ ନାହିଁ, ସ୍ତ୍ରୀ ଆଉ ପୁରୁଷର ଫରକ ନାହିଁ। ପ୍ରେଜ ଦ ଲର୍ଡ। ପୁରୁଷର ପରିତ୍ରାଣ ସ୍ପେଶାଲ। ସ୍ତ୍ରୀ ମାନେ ବେକାରଟା ବୋଲିଲା ପରେ ନାହିଁ, ପୁରାତନ ନିୟମରେ ଥିଲା ପୁରୁଷ ମାନଙ୍କୁ ହିଁ ଗଣୁଥିଲେ ସବୁ ପାଇଁ, ସ୍ତ୍ରୀ ମାନଙ୍କୁ ଗଣା ହଉନଥିଲା। ହଁ କି ନାଇଁ? ସେ 5ଟି 2 ମାଛ ବାଣ୍ଟି ଦେଲା ବେଳକୁ କଣ କହିଲେ? ପୁରୁଷ ମାନଙ୍କୁ ଗଣିଲା ବେଳକୁ 5,000 ଥିଲେ, ସ୍ତ୍ରୀ ମାନଙ୍କୁ ଗଣିଲେ ନାହିଁ। ନୂତନ ନିୟମରେ ସେମିତି ନାହିଁ। ପୁରୁଷର ପରିତ୍ରାଣ ବି ପରିତ୍ରାଣ, ସ୍ତ୍ରୀର ପରିତ୍ରାଣ ବି ପରିତ୍ରାଣ, ଜିହୁଦୀ ମାନଙ୍କର ପରିତ୍ରାଣ ବି ପରିତ୍ରାଣ, ଗ୍ରୀକ ମାନେ ବିଜାତି, ବିଜାତି ମାନଙ୍କର ପରିତ୍ରାଣ ବି ପରିତ୍ରାଣ। ମଣ୍ଡଳୀରେ ଆମେ ପରିତ୍ରାଣ ପ୍ରାପ୍ତ ଲୋକ, ସେତିକି ବାସ୍। ଆମେ ପ୍ରଭୁଙ୍କର ଲୋକ। କୋଉ ଜାତିରୁ ଆସିଛୁ ସେଟା ଫରକ ପଡିବନି, କୋଉ ଦେଶରୁ ଆସିଛୁ, ଆମେ ଆମେରିକା ଖ୍ରୀଷ୍ଟିଆନ ନା ଇଣ୍ଡିଆନ ଖ୍ରୀଷ୍ଟିଆନ, କାହିଁକି ଫରକ ଦେଖାଇବାକୁ ପଡୁଛି ଜାଣିପାରୁନାହିଁ ମୁଁ। ओडिया ख्रीष्टियन ना तेलुगु ख्रीष्टियन, काहे एते फरक, काहे एते भेदभाव आसी मंडली मानकरे? मैं कटकी ख्रीष्टियन ना ब्रह्मपुरिया ख्रीष्टियन, काहे एते फरक आसुछि? काहे कोरापुटिया ख्रीष्टियन, काहे गजपतिया ख्रीष्टियन है कि एतकी फरक आसुछि? मते भी कहउथिले नॉन गजपति स्पीकर आस्था होछि हमरो गां को बोल। मते मते घृणा करे बोलो को भी, व्हाट, क्या लगा रखा है? व्हाट्स दिस? इसका मतलब एक ही है, ये लोग परमेश्वर के राज्य में नहीं है। ईश्वर को राज्य माने कौन? समस्त भाषा कहीं पढ़ो, अल्फा, प्रकाशित वाक्य 5 अध्याय 9-10 पद। प्रकाशित वाक्य 5 अध्याय 9-10 पद। ସେମାନେ ଗୋଟିଏ ନୂତନ ଗୀତ ଗାନ କରି କହିଲେ, ତୁମ୍ଭେ ସେହି ପୁସ୍ତକ ନେବାକୁ ଓ ସେଥିର ମୁଦ୍ରା ସବୁ ଭାଙ୍ଗିବାକୁ ଯୋଗ୍ୟ ଅଟ, କାରଣ ତୁମ୍ଭେ ହତ ହୋଇଥିଲ, ପୁଣି ଆପଣା ରକ୍ତ ଦ୍ୱାରା ସମସ୍ତ ଗୋଷ୍ଠୀ, ଭାଷାବାଦୀ, ବଂଶ ଓ ଜାତି ମଧ୍ୟରୁ ଈଶ୍ୱରଙ୍କ ନିମନ୍ତେ ଲୋକମାନଙ୍କୁ କ୍ରୟ କରିଅଛ। ପୁଣି ସେମାନଙ୍କୁ ଆମ୍ଭମାନଙ୍କ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ରାଜକୁଳ ଓ ଯାଜକ କରିଦେଇଅଛ, ଆଉ ସେମାନେ ପୃଥିବୀ ଉପରେ ରାଜତ୍ୱ କରିବେ। Praise the Lord। देखो, राजकुल बोलो अच्छी ओडिया रे, बट इट इज एक्चुअली क्या है? किंगडम। गुड 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 गुड। Thou had made them the king, a kingdom, हैं? ସେମାନଙ୍କୁ ଗୋଟେ ରାଜ୍ୟ କରିଅଛ। କାହାକୁ? ତୁମେ ଆପଣ ରକ୍ତରେ, କାହିଁ? ପୁଣି ଆପଣ ରକ୍ତ ଦ୍ୱାରା ସର୍ବଗୋଷ୍ଠୀ, ଭାଷାବାଦୀ, ବଂଶ ଆଉ ଜାତି ମଧ୍ୟରୁ ଈଶ୍ୱରଙ୍କ ନିମନ୍ତେ ଲୋକମାନଙ୍କୁ କିଣି, ମୋ ପଟେ ଦେଖନ୍ତୁ କଣ, ସର୍ବଗୋଷ୍ଠୀ ପଏଣ୍ଟ ବହୁତ ଜାଗ୍ରତରେ, बहुत इंपोर्टेंट पॉइंट टा आपको कहूँ, आप चिन्हबे कि देखा। सर्वगोष्ठी, सर्वभाषावादी, सर्ववंश, सर्वजाति, ये सर्व अच्छी बोली सब बोली भावंत नहीं। सर्वगोष्ठी, सर्वभाषावादी, सर्ववंश, सर्वजाति मध्यरू अपना रक्त देकी केते जन को किणी अछ। वाओ! आमर जाति लोक समस्त परिचय पाइबे कि नाई नहीं, से मानको मध्यरू केते जन को प्रभु मनोनीत करके किन नेले।
ଆଉ କିଣିକି କଣ କଲେ ଏମାନଙ୍କୁ? ଏକ ରାଜ୍ୟ କୂଳ କଲେ, ରାଜ୍ୟ କୂଳ ନାହିଁ, ରାଜ୍ୟ କଲେ। ହିନ୍ଦୀରେ କେମିତି ଅଛି ଦେଖିବା। हाँ, और पढ़ रहा हूं हिंदी में। क्योंकि तूने, नौ पदर, क्योंकि तूने वध होकर अपने लहू से हर एक कुल और भाषा और लोग और जाति में से परमेश्वर के लिए लोगों को मोल लिया है, खरीद लिया है, और उन्हें हमारे परमेश्वर के लिए एक राज्य और याजक बनाया, और वे पृथ्वी पर राज करते हैं। क्या बनाया? एक राज्य बनाना। कैसे बनाया परमेश्वर? ମୁଁ ପଢ ଦେଖନ୍ତୁ। परमेश्वर गोटे राज्य बनाइले, पुणी केमती राज्य बनाइले? खाली इस्राएल देश सब जिहुदी माने ना प्रभुଙ୍କ राज्य बोला बना एमती बनाइले कि नहीं? तो सारा अमेरिका सब क्रिश्चियन है कि एटा ईश्वर राज्य सेमती बनाइले कि? नहीं 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 नहीं। प्रत्येक देश भीतर, अमेरिका रु, इंग्लैंड रु, फ्रांस रु, जर्मनी रु, जापान रु, चाइना रु, कोरिया रु, इंडिया रु, प्रत्येक देश मानक मध्यरु, प्रत्येक गोष्ठी मध्यरु, प्रत्येक भाषा मध्यरु, प्रत्येक जाति मध्यरु, मध्यरु माने अर्थ कौन? समस्त को नहीं, से मध्यरु के जन को आपण रक्त दे किणी एमान को एकठा करी एक राज्य बनाई छंती। वाह, किंगडम। आउ एई राज्य रे के अछंते? सब भाषार लोक अछंते, सब अंचलर लोक अछंते, सब देशर लोक अछंते, सब कलर रो लोक अछंते, सब जातिर लोक अछंते, किंतु प्रभुंकर लोक हेकी अछंते। एमन को कौन करले? द्वितीय, सॉरी, प्रथम पीतर 2:9, प्रथम पीतर 2:9। କିନ୍ତୁ ଯିଏ ତୁମ୍ଭମାନଙ୍କୁ ଅନ୍ଧକାରରୁ ଆପଣା ଆଶ୍ଚର୍ଯ୍ୟ ଆଲୋକ ମଧ୍ୟକୁ ଆହ୍ୱାନ କରିଅଛନ୍ତି, ତୁମ୍ଭେମାନେ ଯେପରି ତାହାଙ୍କ ଗୁଣ କୀର୍ତ୍ତନ କର, ଏଥି ନିମନ୍ତେ ତୁମ୍ଭେମାନେ ଏକ ମନୋନୀତ ବଂଶ, ରାଜକୀୟ ଯାଜକ ବର୍ଗ, ପବିତ୍ର ଜାତି, ପୁଣି ଈଶ୍ୱରଙ୍କ ନିଜସ୍ୱ ପ୍ରଜା ହୋଇଅଛ। प्रेज द लॉर्ड। तो 5 क्वालिटीज कौन करले? पुणी से आंबा मानकू अंधकारु अपना आश्चर्यमय आलोक मध्य को आह्वान करी हमको कौन मनई देइछंती? आमर अलग अलग वंश थिला, किंतु आज प्रभु को राज्य भीतर को आसला पर कौन है गलो? मनोनीत वंश हेलु। नंबर 1। नंबर 2, राजकीय, रॉयल, राजांकर संतान हेलु। नंबर 2। नंबर 3, जाजक वर्ग हेलु। नंबर 4, पवित्र जाति हेलु। नंबर 5, ईश्वरंकर निजस्व प्रजा माने कृत प्रजा, प्रभु निजे किनी देइथिबा तांकरी संपत्ति हेइछु। नहीं? प्रेज द लॉर्ड। अ पीपल बॉट बाय द ब्लड। मो पढ़ देखो। तो जो माने आमे प्रकृत रे ईश्वर को राज्य, ईश्वर को राज्य माने कौन है वर्तमान? मंडली। बहुत थोर कहि छ आपन मंडली ही ईश्वर को राज्य। तो जो मंडली रे एबे जातिर भेदभाव देखाउछंती, आंचलिक भेदभाव देखांती, वंशर भेदभाव देखांती, भाषार भेदभाव देखांती, से माने एक्चुअली ईश्वर को राज्यर सभ्य हेई के ना हेई नांती। जदि ईश्वर को राज्यर सभ्य अटंती तो से मनकर एई भेदभाव न थाए। खाली जदि आमरो आमरो किछि जदि भेदभाव रहिछि जगत रे, ताहले केवल गोटे, पापी और साधु। दैट्स इट। या तो हम पापी मान पापी लोगों के झुंड में हैं, या तो पवित्र लोगों के झुंड में होना है, बस वही है। स्त्री पुरुषर फरक नहीं, जिहुदी बिजातिर फरक नहीं मंडली रे, अमेरिका इंडिया रो फरक नहीं, ब्रिटिश इंडिया रो फरक नहीं मंडली रे, ओडिया तेलुगु तमिल रो फरक फरक नहीं वर्तमान मंडली रे, बंगाली गुजराती रो फरक नहीं, नहीं होना एक्चुअली फर्क।
ସେଥିପାଇଁ ମଣ୍ଡଳୀରେ ଆମେ ସମସ୍ତେ भ्राता अट वी आर ब्रदर्स एंड सिस्टर्स, क्योंकि हमारा एक ही पिता है, परमेश्वर है। उन्हीं के बच्चे हैं हम, उनके खून से पैदा हुए हैं। माताଙ୍କ ଉଦରରୁ ଗର୍ଭରୁ ଜନ୍ମ ହେଲା ବେଳକୁ ଆମର ବ୍ଲଡ ଅଲଗା, ଆମର ଜାତି ଅଲଗା, ଆମର ଧର୍ମ ଅଲଗା, ଆମର ଅଞ୍ଚଳ ଅଲଗା, ଆମର ଭାଷା ଅଲଗା, ଆମର ବଂଶ ଅଲଗା। କିନ୍ତୁ ଯେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ରକ୍ତରେ ଧୌତ ହୋଇ ଆମେ ବାପ୍ତିଜିତ ହୋଇ ତାଙ୍କର ମେଜ ପାଖକୁ ଆସି ତାଙ୍କ ରକ୍ତକୁ ଯେତେବେଳେ ଦ୍ରାକ୍ଷ ରସକୁ ରକ୍ତ ରୂପେ ପାନ କରୁଛୁ, ଆମ ଭିତରେ କାହାରି ବ୍ଲଡ ଅଛି? କାହାର ସହିତ ଆମର ବ୍ଲଡ ରିଲେସନ ହେବ? ତାଙ୍କ ସହିତ ନୁହେଁ କି? ସ୍वर्गीय ପ୍ରଜା ନୁହଁ କି? ଦୁର୍ଭାଗ୍ୟବଶତଃ ମଣ୍ଡଳୀରେ ଆମେ ଖ୍ରୀଷ୍ଟିଆନ ହେଇକି ବି ଯଦି ଆମେ ସଂସାର ସହିତ ନିଜକୁ ତୁଳନା କରୁଛୁ, ମାନେ we have lost it actually। ଆନ୍ଧ୍ର ତେଲେଙ୍ଗାନା ଦୁଇ ରାଜ୍ୟ ଯେତେବେଳେ ଅଲଗା ହେଇଯାଇଥିଲା, ଲୋକମାନେ ଗଣ୍ଡଗୋଳ ହେଲେ, ଏଟା ଆମର ରାଜ୍ୟ, ଆମର ତେଲେଙ୍ଗାନା, ଏଟା ତମେ ଆନ୍ଧ୍ରରୁ ଆସିକି କାହିଁକି ମାଡି ବସୁଛ, ଆମର ଚାକିରି ତମେ ଖାଇଦଉଛ, ଆମର ଇଏ ତମେ ଖାଇଦଉଛ, ଆମର ଜମି ତମେ ମାଡି ବସୁଛ ବୋଲି ଗଣ୍ଡଗୋଳ ହେଲେ। ଠିକ ଅଛି, ଲୋକମାନେ ହେଲେ ଛାଡ, ମଣ୍ଡଳୀ ମାନେ ବି ଦି ଭାଗ ହେଇଗଲେ। ଆନ୍ଧ୍ରାରୁ ତେଲେଙ୍ଗାନାକୁ ଆସିକି ସେବା କରୁଥିବା ପାଷ୍ଟର ମାନଙ୍କୁ ବି ଭଗାଇ ଦେଲେ। ଏଟା ଆମର ବିଶ୍ୱାସ, ଏଟା ଆମର ମଣ୍ଡଳୀ, ତମେ କାହିଁକି ଏମାନଙ୍କ ଉପରେ ବସ୍ ହେଇକି ବସୁଛ, ଏମାନଙ୍କର ଚାନ୍ଦା ଆମର ନୁହେଁ କି, ଏମାନଙ୍କ ଦାନ ଆମର ନୁହେଁ। ଲୋକମାନେ ଝଗଡା କଲେ, ତମମାନଙ୍କୁ କଣ ହେଲା? ତ ଗୋଟେ ମଣ୍ଡଳୀ ଦି ଭାଗ ହେଇଗଲା, ସକାଳକୁ ତେଲେଙ୍ଗାନା ଚର୍ଚ୍ଚ, ସନ୍ଧ୍ୟାରେ ଆନ୍ଧ୍ରା ଲୋକମାନଙ୍କର ଚର୍ଚ୍ଚ। ତୁମ୍ଭେ ମାନେ ଜଗତର ଅନୁରୂପୀ ନ ହୁଅ, ମାନେ ତାର ଅର୍ଥ କଣ? ରୋମିଓ 12:1-2 ପଢ। ରୋମିଓ 12:1-2 ଜଗତର ଅନୁରୂପୀ, ଡୋंट मैच योरसेल्फ विद द वर्ल्ड, डोंट कंफर्म योरसेल्फ विद द वर्ल्ड, डोंट कंपेयर योरसेल्फ विद द वर्ल्ड। हम क्या है? हम जगतर नहु बोली कहले नहीं कि? रोमियो ଅତଏବ 12, हाँ मान। ଅତଏବ ହେ ଭାଇମାନେ, ମୁଁ ତୁମ୍ଭମାନଙ୍କୁ ଈଶ୍ୱରଙ୍କ ଦୟା ହେତୁ ବିନତି କରୁଅଛି, ତୁମ୍ଭେମାନେ ଆପଣା ଆପଣା ଶରୀରକୁ ସଜୀବ, ପବିତ୍ର ଓ ଈଶ୍ୱରଙ୍କ ସୁଗ୍ରାହ୍ୟ ବଳି ରୂପେ ଉତ୍ସର୍ଗ କର। ଏହା ତ ତୁମ୍ଭମାନଙ୍କର ଯୁକ୍ତିଯୁକ୍ତ ଉପାସନା। ତୁମ୍ଭେମାନେ ଏହି ବର୍ତ୍ତମାନ ଯୁଗର ଅନୁରୂପୀ ହୁଅ ନାହିଁ, କିନ୍ତୁ ଯେପରି ତୁମ୍ଭେମାନେ ଈଶ୍ୱରଙ୍କ ଇଚ୍ଛା କଣ, ଅର୍ଥାତ୍ ଉତ୍ତମ, ସୁଗ୍ରାହ୍ୟ ଓ ସିଦ୍ଧ ବିଷୟ କଣ, ଏହା ପରୀକ୍ଷା କରି ଜାଣିପାର, ଏଥି ନିମନ୍ତେ ଆପଣା ଆପଣା ମନର ନୂତନୀକରଣ ଦ୍ୱାରା ପରିବର୍ତ୍ତିତ ହୁଅ। ପ୍ରେଜ ମନ ନୂତନୀକରଣ ମାନେ କଣ? मोबाइल पुराना, सॉफ्टवेयर नुआ, अपडेट अपग्रेडेड सॉफ्टवेयर है। पुराना वर्जन सब मोबाइल को हैंग कर दिए, फिंगी देबा को पड़े। गोटे गोटे मोबाइल हैंग हो गले तो कहीं हैंग होची बोलारू, तार सॉफ्टवेयर, तार वर्जन्स टा चेंज हो जाए। पुराना वर्जन रे बग धरी दिए, वायरस धरी दिए, पुराना वर्जन्स रे कौन से प्रॉब्लम क्रिएट हो जाए। तेणुक जिते बड़े वाईफाई पाखक आसु, मोबाइल कौन करे, ऑटो अपग्रेड हुए। 15 दिन को थोड़े, मास को थोड़े सॉफ्टवेयर अपडेट हुए, एप्स मध्य वर्जन्स अपडेट हुअंती। तो आमे पुराना लोक, पुराना स्वभाव मनुष्य माने, आमर जाति अलगा थिला, आमर धर्म अलगा थिला, आमर वंश अलगा थिला, आमर गाँ सब अलगा थिला, आमे जगतर लोक थिलु। एबे प्रभु को पाइला परे शरीर चेंज हेबो नै, सेही शरीर का मन अपग्रेड हेउछि। मन अपडेट हेउछि नहीं कि? हम जब अंदर से हम क्या हो गए? प्रभु के हो गए। तो राजी डाइन को देख ले, कौन जाना पड़े? साउथ वाला ये, यस, शरीर साउथ, बट अंदर से हम लोग स्वर्गीय हैं। तो स्वर्गीय जब स्वर्गीय हो, स्वर्ग रूप कहीं आसनी, आसबो आगमन बेले यही रूप तांकरी रूप रे बदली जीव ना। आओ स्वर्ग गला परे मु आंध्रार, मु तेलुगुर बोल लाभ ना, सेठी हमर भाषा अलगा सेठी। हम लोग स्वर्ग के प्रजा हैं। गाय सियन देश, हमारा देश नहीं, भारत देश बोल जे मझे गाय पकाई मैंने केमती एटा
ଖାଲି ତୁଚ୍ଛାରେ ଗାଇ ପକଉଥିବୁ କିନ୍ତୁ ମାନିବାଟା ନାହିଁ ମନରେ। ଏଇସବୁ କହିବାର ଆକ୍ଚୁଆଲି ରିଜନ ନଥିଲା ଯେ ପଏଣ୍ଟ କଣ ମାନେ ଜିହୁଦୀ ମାନଙ୍କ ପାଇଁ ଏପର୍ଯ୍ୟନ୍ତ ପରିତ୍ରାଣ ନାହିଁ। କାରଣ ଆପଣ ତ୍ରାଣକର୍ତ୍ତାଙ୍କୁ ସେମାନେ କୃଷାର୍ପଣ କରିଦେଲେ। ସେମାନେ ଯାହା ପୃଥିବୀ ଚାରିଆଡେ ଛିନ୍ନ ଭିନ୍ନ ହେଇଯାଇଥିଲେ ଖ୍ରୀଷ୍ଟାବ୍ଦ ସତୁରୀରେ ତାହା ଥିଲା 11ତମ ବିଚାର। ସେଟା ହିଁ ଲାଷ୍ଟ। ତା ପରଠୁ ପରମେଶ୍ୱର ଡାଇରେକ୍ଟ ବିଚାର କରିବା, ଡାଇରେକ୍ଟ ରାଗି ଯିବାଟା ଆଉ କରିନାହାନ୍ତି। କାରଣ ଯୀଶୁ ଖ୍ରୀଷ୍ଟଙ୍କର କ୍ରୁଶ ଯେପରିକି ବ୍ୟର୍ଥ ନ ହୁଏ, ଏଥିରେ ମଧ୍ୟ କ୍ରୁଶ ଦ୍ଵାରା ବର୍ତ୍ତମାନ ଜଗତ ପାଇଁ ଅନୁଗ୍ରହ ମିଳିଛି। ତେଣୁକରି ଦୁଷ୍ଟ ହେଲେ ମଧ୍ୟ, ପାପୀ ହେଲେ ମଧ୍ୟ, କୁକର୍ମୀ ହେଲେ ମଧ୍ୟ ପରିତ୍ରାଣ ପାଇବାର ସୁଯୋଗ ମିଳୁଛି। ଦ୍ୟାଟ ଇଜ କଲ୍ଡ ଅନୁଗ୍ରହ। ଅନୁଗ୍ରହର ଯୁଗ ଚାଲିଛି, ମଣ୍ଡଳୀର ଯୁଗ ଚାଲିଛି, ନାଇଁ କି? ମଣ୍ଡଳୀ ଜଗତରେ ଥିବା ହିଁ ଏକ ଅନୁଗ୍ରହ ଅଟେ। ଆଜି ପର୍ଯ୍ୟନ୍ତ ସୁସମାଚାର ପ୍ରଚାରିତ ହେଉଛି ଚାରିଆଣେ, ମାନେ ଅନୁଗ୍ରହ ମିଳୁଛି ବୋଲି ଅର୍ଥ। ଆପଣଙ୍କୁ ଜଣାଇଥିଲି ଆପଣଙ୍କୁ ଅନୁଗ୍ରହ କୋଉ କୋଉ ରୂପରେ ଦିଆଯାଉଛି। ଯେଉଁ ସୁସମାଚାର ଆମେ ଶୁଣୁଛୁ ତାହାକୁ କହନ୍ତି ଅନୁଗ୍ରହର ସୁସମାଚାର। ତ ପ୍ରଚାରିତ ହେଉଛି କି ନାହିଁ, ତାର ଅର୍ଥ କଣ? ଅନୁଗ୍ରହ ମିଳୁଛି ବୋଲି ଅର୍ଥ। ଆଜି ବି ମିଳୁଛି। এই ଯେଉଁ ବାକ୍ୟ ଆମେ ଶୁଣୁଛୁ ତାହାକୁ କହନ୍ତି ଅନୁଗ୍ରହର ବାକ୍ୟ, ୱାର୍ଡ ଅଫ ଗ୍ରେସ୍, ଗସ୍ପଲ ଅଫ ଗ୍ରେସ୍। ତ ଆଜି ବି ଚାରିଆଡେ ବାକ୍ୟ ପ୍ରଚାରିତ ହେଉଛି କି ପବିତ୍ର ଆତ୍ମା କାମ କରୁଛନ୍ତି କି ତାଙ୍କ ଦାସ ମାନଙ୍କୁ ଦେଇ ଅନୁଗ୍ରହ ମିଳୁଛି। ଆଜି 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 ତୁମେ ମାଗିଲେ ପବିତ୍ର ଆତ୍ମାଙ୍କର ଦାନ ମିଳୁଛି କି? ପବିତ୍ର ଆତ୍ମାଙ୍କ ନାମ ଅଟେ ସ୍ପିରିଟ ଅଫ ଗ୍ରେସ୍, ଅନୁଗ୍ରହର ଆତ୍ମା। ପାଇପାରୁଛନ୍ତି କି? ଅନୁଗ୍ରହ ଉପଲବ୍ଧ, ଗ୍ରେସ୍ ଇଜ ଆଭେଲେବଲ ନାଉ। ତାପରେ କଣ ଥିଲା? ଦାନ, ଅନୁଗ୍ରହ ଦାନ। ବିଶ୍ୱାସ ବି ଅନୁଗ୍ରହ ଦାନ, ପରିତ୍ରାଣ ବି ଅନୁଗ୍ରହ ଦାନ, ଅନନ୍ତ ଜୀବନ ଅନୁଗ୍ରହ ଦାନ, ପବିତ୍ର ଆତ୍ମା ବି ଜଣେ ଅନୁଗ୍ରହ ଦାନ ଅଟନ୍ତି। ମିଳୁଛି କି? ଆଜି ମିଳୁଛି। ଅନୁଗ୍ରହ ଉପଲବ୍ଧ ବୋଲି ଅର୍ଥ। ତ ଯେପର୍ଯ୍ୟନ୍ତ ଅନୁଗ୍ରହ ମିଳୁଛି, ତ ଅନୁଗ୍ରହର ଯୁଗ କି ନା ଏଇଟା। କେତେ ଜଣଙ୍କ ପାଇଁ ମିଳୁଛି? ଯେ ମାଗୁଛି ସମସ୍ତଙ୍କୁ ମିଳୁଛି। ପୁରାତନ ନିୟମରେ ଅନୁଗ୍ରହ ଥିଲା, ପୁରାତନ ନିୟମରେ ପବିତ୍ର ଆତ୍ମା ଦତ୍ତ ହେଉଥିଲେ, କିନ୍ତୁ ସମସ୍ତଙ୍କୁ ନାହିଁ, କେବଳ ସିଲେକ୍ଟେଡ ଲୋକମାନଙ୍କ ପାଇଁ, କେତେକ ଭାବବାଦୀ ମାନଙ୍କ ପାଇଁ, ଦାଉଦଙ୍କ ପରି କେତେ ରାଜା ମାନଙ୍କ ପାଇଁ ଦିଆଯାଉଥିଲା ଅନୁଗ୍ରହ ଆଉ ଆଉ ପବିତ୍ର ଆତ୍ମା। ତ ବାକି ଜଗତର ଲୋକମାନଙ୍କ ପାଇଁ ଦିଆଯାଉଥିଲା କି ବିଜାତି ମାନଙ୍କୁ ନାହିଁ। ତ ବର୍ତ୍ତମାନ ଏଇ ଅନୁଗ୍ରହର ଯୁଗ କଣ? ମାନେ ସମସ୍ତ ମର୍ତ୍ତ୍ୟ ଉପରେ ଆପଣ ଆତ୍ମା ଢାଲି ଦେବ। ମାନେ ତାର ଅର୍ଥ କଣ? ସର୍ବ ଜଗତକୁ, ସର୍ବ ସୃଷ୍ଟିକୁ ତୁମେ ଯାଇକି, ତୁମେ ପୃଥିବୀର ଦିଗସ୍ତ ପର୍ଯ୍ୟନ୍ତ ଯାଇକି ମୋର ନିମନ୍ତେ ସାକ୍ଷୀ ହୁଅ, ସୁସମାଚାର ପ୍ରଚାର କର। ତାର ଅର୍ଥ କଣ? ସର୍ବ ଜଗତକୁ ଆଜି ଅନୁଗ୍ରହ ମିଳୁଛି। ତେଣୁକରି ସେମାନେ ପାପ କଲେ ମଧ୍ୟ, ଦୁଷ୍କର୍ମୀ ହେଲେ ମଧ୍ୟ ପରମେଶ୍ୱର ସାଙ୍ଗେ ସାଙ୍ଗେ ସେମାନେ ଚୁଟି ଧରିକି ନରକର ଫିଙ୍ଗୁ ନାହାନ୍ତି। ବଞ୍ଚିବାକୁ ଦେଉଛନ୍ତି। 60 ବର୍ଷ ହଉ, 70 ବର୍ଷ ହଉ, 90 ବର୍ଷ ହଉ, କିଏ ଜାଣେ ପରିବର୍ତ୍ତନ ହେବେ, କିଏ ଜାଣେ ପରିବର୍ତ୍ତନ ହେବେ ବୋଲା ପରି। ତ ଏତେ ପାପୀ ମାନଙ୍କୁ 60-70 ବର୍ଷ ସହିବାର ଆବଶ୍ୟକତା କଣ ଅଛି ପରମେଶ୍ୱରଙ୍କୁ? ନା ନା ନା, ବଞ୍ଚନ୍ତୁ ଏମାନେ, ସୁସମାଚାର ଶୁଣନ୍ତୁ, ଗ୍ରହଣ କରନ୍ତୁ ବୋଲି ସୁଯୋଗ ଦେଲେ ବୋଲା ପରି। এই ଅନୁଗ୍ରହର ଯୁଗ ଶେଷ ହେବ, ବିଚାର ଆରମ୍ଭ ହେବ। ମଣ୍ଡଳୀ ଉଠା ଗଲା ପରେ ଅନୁଗ୍ରହର ଯୁଗ ଶେଷ। କାହିଁକି? ମଣ୍ଡଳୀ ଉଠା ଗଲା ପରେ ଆଉ ଲୋକମାନେ ପରିତ୍ରାଣ ପାଇକି କୋଉ ଭିତରକୁ ଯିବେ? ମଣ୍ଡଳୀ ତ ନାହିଁ ଏଠି। ବୁଝିଲେ କି? ସ୍କୁଲର ଟିମ୍ ସମସ୍ତେ ପିକନିକ ପାଇଁ ଯିବା 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 ହଉଥିଲେ। ସକାଳ 8ଟା ବେଳକୁ ତୁମେ ରେଡି ଥାଉ, ବସଷ୍ଟାଣ୍ଡରେ ରେଡି ଥାଉ, ତୁମେ ବ୍ୟାଗ ପ୍ୟାକ୍ ଧରିକି ରେଡି ଥାଉ ବୋଲି ଆନାଉନ୍ସ କରିଲେ। ସପ୍ତାହ 10 ଦିନ ଠାରୁ ସମାନ ସେ ଦିନକୁ ତୁମେ ଉଠିବାଟା ଲେଟ୍, ତ ରେଡି ହେବାଟା ଲେଟ୍, ତୁମେ ବ୍ୟାଗ ଧରିକି ତୁମେ ବସଷ୍ଟାଣ୍ଡ ଗଲ, ଜଗିଥିଲେ, ନାଇଁ ବସ୍ ପଳେଇଲାଣି ବୋଲି କହିଲେ, ତାର କଣ ଲାଭ? କି ଲାଭ ହେଲା? ବସ୍ ପଳେଇଲା ଭାଇ, ତୁମେ ଲେଟ୍ କରିଦେଲ। ଯିବା ଦଳ ପଳେଇଲା ପରେ ତମେ ବ୍ୟାଗ ଫ୍ୟାଗ ଧରିକି ଲେଟ ରେ ଆସିକି ଛିଡା ହେଲେ କି ଲାଭ ହଉଛି କି? ସେମିତି ମଣ୍ଡଳୀ ପଳାଇଲା ପରେ ଏବେ ପ୍ରଭୁଙ୍କୁ ପାଇବି, ଏବେ ବାପ୍ତିସ୍ମ ନେବି, ବାପ୍ତିସ୍ମ ଦେବା ପାଇଁ ନା ଦାସ ମାନେ ଥିବେ, ହେଁ, ନା ତୁମକୁ ନିଜ ଠାରେ ଗ୍ରହଣ କରିବା ପାଇଁ ନା ମଣ୍ଡଳୀ ଥିବ, ଗିର୍ଜା ଘର ଯାକ ଥିବ।
କିନ୍ତୁ ମନୋନୀତ ଦଳ ପଳାଇବ। ବାକି ଖ୍ରୀଷ୍ଟିଆନ ମାନେ ବି ଥିବେ, ବହୁତ ଜଣ ସେବକ ମାନେ ବି ଥିବେ, ଗିର୍ଜା ଘର ବି ଥିବ, ବାଇବଲ ବି ଥିବ, କିନ୍ତୁ ପବିତ୍ର ଆତ୍ମା ନଥିବେ, ଆଉ ଅନୁଗ୍ରହ ନଥିବ, ଆଉ କ୍ଷମା ମିଳିବ ନାହିଁ। ତୁମେ ସେଥିରେ କେତେ କାନ୍ଦିଲେ ବି ନାଇଁ ଆଉ ଗଲାଣି। ସେଥିପାଇଁ ମୁଁ କହେ, ଏ କୋଟେସନ କେତେ ଜଣ ବ୍ୟବହାର କରନ୍ତି, ଦେयर ଇଜ ନେଭର ଟୁ ଲେଟ୍ ଟୁ ଟର୍ନ ଟୁ ଗଡ। ପ୍ରଭୁଙ୍କ ନିକଟକୁ ଫେରିବା ପାଇଁ କେବେ ବି ବିଳମ୍ବ ବୋଲିବାଟା କିଛି ନାହିଁ, ନାଇଁ ଅଛି। ଏବ୍ରି 12:16 ବେଟା, ଏବ୍ରି 12, ଏବ୍ରି 12 ଅଧ୍ୟାୟ 15-16 ପଢିଦିଅ ଅଳ୍ପ। କାଳେ କେହି ଈଶ୍ୱରଙ୍କ ଅନୁଗ୍ରହରୁ ପତିତ ହୁଏ ଅବା କୌଣସି ତିକ୍ତତାର ମୂଳ ଅଙ୍କୁରିତ ହୋଇ ବଢି ଉଠି ତୁମ୍ଭମାନଙ୍କର ଅନିଷ୍ଟ କରେ, ଆଉ ତଦ୍ୱାରା ଅନେକେ କଳୁଷିତ ହୁଅନ୍ତି, କି ଅବା କେହି ପାରଦାରିକ ବା ହରକର ଖାଦ୍ୟ ନିମନ୍ତେ ଆପଣା ଜ୍ୟେଷ୍ଠାଧିକାର ବିକ୍ରୟକାରୀ ଯେ ଏସ ତାହା ପରି ବିଧର୍ମାଚାରୀ ହୁଏ, ଏ ବିଷୟରେ ଅତି ଜାଗ୍ରତ ହୁଅ। ହୁଁ। ତୁମ୍ଭେମାନେ ତ ଜାଣୁ ଯେ ପରେ ସେ ଆଶୀର୍ବାଦର ଅଧିକାରୀ ହେବା ନିମନ୍ତେ ଇଚ୍ଛା କଲେ ସୁଦ୍ଧା ଅଗ୍ରାହ୍ୟ ହେଲା, ପୁଣି ଅନୁତାପ କରିବା ନିମନ୍ତେ ଅଶ୍ରୁପାତ ସହ ସଯତ୍ନରେ ଚେଷ୍ଟା କଲେ ହେଁ ତାହା କରିବା ପାଇଁ ଆଉ ସୁଯୋଗ ପାଇଲା ନାହିଁ। ବାସ୍ 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 ବାସ୍, ଆଉ ସୁଯୋଗ ପାଇଲା ନାହିଁ। ଆଶୀର୍ବାଦ ପ୍ରାପ୍ତ ହେବାର ଯୋଉ ସୌଭାଗ୍ୟ ଥିଲା ଏସୋ ପାଖରେ, ତାହା ଗୋଟେ ଓଳିର ମିଲ୍ସ ପାଇଁ ବିକିଦେଲା। ପୁଣି ଗୋଟେ ଓଳିର ମିଲ୍ସ, ଆଜ୍ଞା ମିଲ୍ସ, ଡାଲି ଭାତ ପାଇଁ ବିକି, ଚିକେନ ପାଇଁ ବିକି ନାହିଁ, ଦେଖ ଡାଲି ପାଇଁ ବିକିଦେଲା। ମାନେ କେତେ ଶସ୍ତା କରିଦେଇଥିବ ତାଙ୍କର ଆଶୀର୍ବାଦର ସୌଭାଗ୍ୟ। ହେଁ, ଡାଲି ପାଇଁ ବିକିଦେଲେ ମାନେ ପରମେଶ୍ୱର କେମିତି ଲାଗୁନଥିବ। ଡାଲି ଭାତର ମୂଲ୍ୟ ଜାଣିପାରିଲ, ଆଗମନରେ ଉଠା ଯିବାର ସେ ସୌଭାଗ୍ୟ ଜାଣିପାରିଲ ନାଇଁ ଭାଇ? ଏସବୁ ଭାଇ ନେଇଯା, ସାନ ସାନ ଭାଇ ତୁ ନେଇଯା, ମୁଁ କଣ କରିବି, ନେଇଯା। ଡାଲି ପାଇଁ ବିକି ଦେଲା ପରେ, ସବୁ ଭାଇର ସବୁ ଆଶୀର୍ବାଦ ଯାକୁବ ନେଇ ଗଲା ପରେ, ସେ ଯେତେବେଳେ ଚେତା ପାଇଲା, ଏସବୁ ନା 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 ମତେ ବି ଆଶୀର୍ବାଦ ଦରକାର, ମତେ ବି ଆଶୀର୍ବାଦ, ମୁଁ ଆଶୀର୍ବାଦ ବୋଲି କହିଲେ ଗୋଟେ ଡେକଚି ହାଣ୍ଡି ଗୋଟେ ଦେବେ ପର ଲାଗେ ଭାବିଲି ନା ଆଉ। ଜୀବନର ସୌଭାଗ୍ୟ ପରମେଶ୍ୱରଙ୍କର ଯୋଜନା ହିସାବ ଅନୁସାରେ ଯାକୁବଙ୍କର 12 ଜଣ ସନ୍ତାନ ଅପେକ୍ଷା କିଏ ଜାଣି ଏସଙ୍କର 12 ଜଣ ସନ୍ତାନ ସହିତ ପ୍ରଭୁ ନିୟମ ସ୍ଥାପନ କରି ସେମାନଙ୍କୁ ଇସ୍ରାଏଲ ବୋଲି ନାମ ଦେଇଥାନ୍ତେ କେ ଜାଣି। ସେ ଇସ୍ରାଏଲର ସେହି ଦ୍ୱାଦଶ ପୁତ୍ର ମାନଙ୍କର ନାମ ନୂତନ ଜେରୁସାଲେମରେ ଲେଖି ଦେଇଥାନ୍ତେ କେ ଜାଣି। ଏସଙ୍କର ବଂଶରେ ଯୀଶୁ ଖ୍ରୀଷ୍ଟ ଜନ୍ମ ହେଇଥାନ୍ତେ କେ ଜାଣି। ଆଜି ପୃଥିବୀର ମାନଚିତ୍ରରେ ଇସ୍ରାଏଲ ନାମର ମୁଖ୍ୟ ମୂଳ ବ୍ୟକ୍ତି ଏସବୁ ହେଇଥିବେ କିଏ ଜାଣି। ଏତିକି ଚିନ୍ତା କରୁନଥିଲି ଭାଇନା। ବାପାଙ୍କର ଆଶୀର୍ବାଦ ବୋଲି କଲେ ଘର ଗୋଟେ ଦେବ, ସେ ଡେକଚି ହାଣ୍ଡି ଗୋଟେ ଦେବ ବୋଲି ଭାବିଲେ, ସେ ଗାଡି ଗୋଟେ ଦେବେ ବୋଲି ଭାବିଲେ, ଗୋଟେ ଜମି ଗୋଟେ ଲେଖିଦେବେ ବୋଲି, ଏତିକି ସବୁ ଥିଲା କି ଫ୍ୟୁଚର? ତୁମେ ଫ୍ୟୁଚର ଜାଣିପାରିଲ ନାହିଁ। ଆଶୀର୍ବାଦ ବୋଲି କହିଲେ ଗାଡି ବଙ୍ଗଲା ହିଁ ଭାବିଥିଲ ନାଇଁ କି? ତୁମେ ଜାଣିପାରିଲ ନାହିଁ ମଣ୍ଡଳୀର ଉଠା ଜୀବର ଜ୍ୟେଷ୍ଠତ୍ୱର ଅଧିକାର, ଉତ୍ତରାଧିକାରୀଟା ୱାରିସ। ପରେ ପୁଣି ଏସବୁ ଯତ୍ନରେ ଅଶ୍ରୁପାତ ସହିତ ଯତ୍ନରେ ଖୋଜିଲେ ମୋତେ ନା ମତେ ବି ଦିଅ ପ୍ରଭୁ, ମତେ ବି ଆଶୀର୍ବାଦ ମିଳୁ, ମତେ ବି ସେ ସୌଭାଗ୍ୟ ମିଳୁ, ମୋର ସନ୍ତାନକୁ ମଧ୍ୟ ସେ ସୌଭାଗ୍ୟ। ନାଇଁ, କାଉଣ୍ଟର କ୍ଲୋଜ। କାଉଣ୍ଟର କ୍ଲୋଜ, ଟିକେଟ କ୍ଲୋଜ, सोल्ड आउट, टिकेट सोल्ड आउट, टिकेट बिक्री ହେଇଗଲା, କାଉଣ୍ଟର କ୍ଲୋଜ ହେଇଗଲା, ହାଉସଫୁଲ, ବସ୍ ପଳାଇଲା। ସେମିତି ମଣ୍ଡଳୀ ଉଠାଗଲା ପରେ ବହୁତ ଜଣ ଖ୍ରୀଷ୍ଟିଆନ ସେତେବେଳେ କାନ୍ଦିବେ, ଲାଭ କଣ? ଏବେ କାନ୍ଦ ପୁରା, ଏବେ ପ୍ରଭୁଙ୍କ ଦୃଷ୍ଟିରେ ପଡନ୍ତୁ ଆଜ୍ଞା। उनके नजर में पड़िएगा। ଲୋକମାନଙ୍କର ନଜରରେ ପଡିବା ପାଇଁ ବେଶୀ ଚେଷ୍ଟା କରିଥାଉ। ମୁଁ ଗାଇଲା ବେଳେ ଦେଖିଲା କି ନାଇଁ, ମୁଁ ଷ୍ଟେଜରେ ଥିଲେ ସେ ଦେଖିଲା, ଆର ଦୃଷ୍ଟିରେ ୟାର ଦୃଷ୍ଟିରେ ପଡିବା ପାଇଁ ବେଶୀ ନାଟକ କରନ୍ତି କେତେ ଜଣ।
प्रभु के नजर में पड़िएगा एक बार, तांकर नजर पड़ो आम उपरे, दया मिलिଯିବ ना। पर देखिबा आगे पास हेबु, आगे चाकरी मिलू, आगे बाहाघर हो जाऊ, आगे लाइफ सेटल हो जाऊ, आगे बुढ़ा हो ଯିବା, आगे मरीଯିବ तापर देखबे नहीं। मरला ପରେ स्वर्ग ଯିବୁ ना, से मरला ପରେ जो स्वर्ग को ଯିବାର ଅଛି एबेठु काहे टेंशन बोलछंती केते लो नहीं। ओके, मरला ପରେ स्वर्ग ଯିବୁ बोलंतु। 2 मास ପରେ ଆପଣ दिल्ली ଯିବାର ଅଛି, भुवनेश्वर, विशाखापट्टनम, हैदराबाद। तो रिजर्वेशन केबे करिवे? ଯେଉଁ ଦିନ ଯିବୁ ସେଇ ଦିନ କରିବ କି ମିଳିବ? एडवांस बुकिंग बोली बट अच्छी ना नहीं, कि जाने मिलिबो ना नहीं सीट, नो मिलले असुविधा हो ଯିବ, प्रॉब्लम रे व्यस्तता रे पड़ ଯିବ, आज्ञा ना बेटू कर देबा, बेटू कर देबा, बेटू कर देबा। परित्राण इज एडवांस बुकिंग आज्ञा। लोक भावुଛନ୍ତି ନା ପାସ୍ ହେଲା ପରେ ଦେଖିବା, ଏବେଠୁ କାହିଁକି ବ୍ୟସ୍ତ ହେବା, ଏବେଠୁ ଏବେ ତ ସାନ ପିଲା, ମୋର ପୁଅ ଏବେଠୁ ସାନ ପିଲାଟା, ଏବେଠୁ କାହିଁକି ତାକୁ ବ୍ୟସ୍ତ କରିବା, ମୋର ଝିଅ ଏବେ ସାନଟା, ଏବେ ତ ଏବେଠୁ କାହିଁକି ବ୍ୟସ୍ତ କରିବା। ହଉ ଟିକେ ଯାଉ, 10th କ୍ଲାସ ଗୋଟେ ହେଉ, ଯେ କଲେଜ ଫଲେଜ ଟିକେ ହେଉ, ସେ କଲେଜରେ ଟିକେ କଲେଜରେ ମୋର ପୁଅ ଗୋଟେ ଝିଅକୁ ଧରି ପଳାଉ, ପରେ ଦେଖିବା ନାଇଁ କି। लोगों को ना दुनियादारी पसंद है, आत्मिकता पसंद नहीं है। ଅନୁଗ୍ରହର ଯୁଗ ଚାଲିଛି, ତେଣୁକରି ପ୍ରଭୁ ବି କିଛି ରିଆକ୍ଟ ହେଉନାହାନ୍ତି। ଲୋକମାନେ ଭଣ୍ଡ ଶିକ୍ଷା କହୁଛନ୍ତି କି ଆମେ ସେ ଭଣ୍ଡ ଶିକ୍ଷା ଶୁଣିଲା ଆମକୁ ରାଗ ଲାଗୁଅଛି, କିନ୍ତୁ ପ୍ରଭୁ ଚୁପ ଅଛନ୍ତି କାହିଁକି? अरे यार उनको टाइम दे दिया, करने दो, जाने दो, उनको मर्जी आओ। किंतु विचार हेबो ନାଇଁ କି? ଉପଦେଶକ କେତେ? 11, 19 ନା 18, 18, 19। ଏକ୍ଲେସିଆସ୍टेସ୍ 11, 9 ରୁ ପଢ, 9 and 9, 9, 10। हे युवा ଉପଦେଶକ, लोक ହଁ ମା। हे ଯୁବା ଲୋକ, ତୁମ୍ଭେ ଆପଣା ଯୌବନ ଅବସ୍ଥାରେ ଆନନ୍ଦ କର ଓ ଯୌବନ କାଳରେ ତୁମ୍ଭର ଚିତ୍ତ ତୁମ୍ଭକୁ ହୃଷ୍ଟ କରୁ। ପୁଣି ଆପଣା ମନର ଗତିରେ ଓ ଆପଣା ଚକ୍ଷୁର ଦର୍ଶନରେ ଚାଲ। ମାତ୍ର ପରମେଶ୍ୱର ଏହି ସବୁ ବିଷୟ ଧରି ତୁମ୍ଭକୁ ବିଚାରରେ ଆଣିବେ, ଏହା ତୁମ୍ଭେ ଜ୍ଞାତ ହୁଅ। ଆମେ ତଳଟା ପଢି ନଥାଉ, ଉପରଟା 4ଟା ଲାଇନ ପଢି ଦେଖି ଖୁସି। ପ୍ରଭୁ ନିଜେ କହିଛନ୍ତି ଆଜ୍ଞା, ତୁମର ମନର ଚିତ୍ତ ଅନୁସାରେ ଯାଉ, ତତେ ଯେ ଭଲ ଲାଗିଲା ତାକୁ ଧରି ପଳା। କାହିଁ ବାଇବଲରେ ଲେଖା ଅଛି, ତା ତଳଟା ପଢିନ ନାଇଁ? ଆମକୁ ଯୋଉଟା ପସନ୍ଦ ସେଟା ପଢି ନଥାଉ, ଆମକୁ ଯୋଉଟା କମ୍ପ୍ଲିକେଟେଡ ଲାଗିବ ସେଟା ଗାର ମାରି ନଥାଉ ଆମେ। ଉପରଟା ଦେଖ ଭଲରେ, ସତରେ ବାଇବଲ ଲେଖା ଅଛି, ହେ ଯୁବ ଲୋକ, ତମେ ଆପଣା ଯୌବନ ଅବସ୍ଥାରେ ଆନନ୍ଦ କର, ଏନ୍ଜୟ ୟୋର ୟୁଥଫୁଲ ଫିଲିଂସ୍। ସତରେ ବାଇବଲ ଅଛି କି ଆଜ୍ଞା? ହଁ ପରେ ପଢୁଛି ପରେ। ଆଉ କଣ? ଯୌବନ କାଳରେ ତୁମ୍ଭର ଚିତ୍ତ ତୁମକୁ ହୃଷ୍ଟ କରୁ, ଲେଖା ଅଛି ସେମିତି, ଲେଖା ତ ଅଛି। ଆଉ ପୁଣି ମନର ଗତିରେ ଓ ଆପଣା ଚକ୍ଷୁର ଦର୍ଶନରେ ଯାହା ଭଲ ଲାଗୁଛି ଆଖିକୁ ସବୁ ଦେଖୁଥା, ଏମିତି ହେଇକି ଭୂତ ପରି ଦେଖୁଥା, ପତା ବି ମାରନା ଆଖିଟା, ଏମିତି ଲେଖା ହଉଛି ଆଜ୍ଞା। ହଁ ପରା, ଖୁସି। ମାତ୍ର ପଏଣ୍ଟ ଟୁ ବି ନୋଟେଡ, ହ୍ୟାଶଟ୍ୟାଗ ମାତ୍ର ପରମେଶ୍ୱର ଏହି ସବୁ ବିଷୟ ଧରି ତୁମ୍ଭକୁ ବିଚାରରେ ଆଣିବେ, ଏହା ତୁମ୍ଭେ ଜ୍ଞାତ हो। रिमेंबर दिस, गॉड विल जज यू। हाँ, हर चीज करने का टाइम दिया है, हर चीज करने का फ्रीडम भी दिया है, लेकिन बाद में विचार भी होगा ना। मुझे भी खेल, मुझे भी नाच भी डेमी खेली, माँ को जा तू जा, जा बोलला माँ, तू जा। तो फेरी आसला पर गोड़ हाथ भांगी बोल बेटा, सेटा शुणी नथिबो आमे। तू जा बोलबाटा शुणी देछु, माँ कहला जा बोलला, तो आसला पर कोई भी था बोलबाटा शुणनु आमे।
विचार अच्छी अनुग्रहर जुग शेष को आसुछि କହିଥିଲି ଆପଣ ମାନଙ୍କୁ there is always late बोलिबाट ଅଛି विलंब बोलिबाट ଅଛି हैं सुबुद्धि कन्या माने आपणार प्रदीप सजाड़ी पुनर्बार जाली से माने विवाह और महोत्सव गृह भितर पशिला परे द्वार बंद हैला परे जाईकी निर्बुद्धि कन्या माने तेल धरिकी आसिले आ कहला आज्ञा द्वार खोलो आवाज आसला यू आर लेट लेट भौणी माने आप लोग लेट हो गए ट्रेन तो निकल गया बस निकल गया तुम कौन जाइथिलो कहीं रहिलो नहीं सुबुद्धि मान सहित रहिलो नहीं कहीं आमे अलगा ग्रुप रे ऐड हेइथिलो आज्ञा सेठी तेल बिकुथिले आमे किणुथिलु सेठी रुमाल बिकुथिले आमे किणुथिलु सेठी भावमाणी बिकुथिले 1000 टंका देले गोटे भावमाणी जन भाई को जन सेवक दास कहले जन कहले पुणी आज्ञा टिके प्रार्थना कर दियंतु बोलर केते टंकिया प्रार्थना करियो बोलले पुणी देखो आज्ञा टिके प्रार्थना कर दियंतु बोलरु केते टंकिया प्रार्थना करिवि 10 टंकिया करिवि ना 100 टंकिया करिवि ना 500 टंकिया एमिति भी अछि कि हमरो तिरुपति रे दर्शन थिबो आज्ञा फ्री से भगवान रो फ्री दर्शन गोटे स्पेशल दर्शन गोटे आ कोन सेटा वीआईपी दर्शन गोटे से सिनेमा स्टार्स मान जाइबि जेबे एमिति केते टंकिया प्रार्थना किनिबा भक्त माने के जण थिबे सुस्थता किनिबे आशीर्वाद किनिबे आपण माने दान बोल भाबुथिबे ना 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 दैट्स फ्री फीस एक्चुअली एतिकी पैसा देइछो प्रार्थना करबे ना 3 दिन उपवास प्रार्थना पे गोटे फीस सप्ताह परिवार अछि ताले गोटे अलगा फीस बिकिबा लोक भी भी गले नहीं आगमन रे किनिबा लोक भी गले नहीं आगमन रे से 10 कन्यार दृष्टांत रे देखिलु हम सुबुद्धि कन्या 5 जन ही गले बाकी लोग गले नहीं तार अर्थ कौन विलंब बोलिबाट अछि इफ यू आर लेट यू हैव लॉस्ट इट देर ना हो कहीं देरी ना हो जाए पछे देखिबा परे देखिबा ए वर्ष जाऊ देखिबा पास हेई जाऊ देखिबा चाकरी मिलू देखिबा विवाह हेउ देखिबा बोली पर हुओ नहीं परित्राण पाई नेवर डिले 22-16 प्रेरित प्रेरित 22-16 ଆଉ ଏବେ ତୁମ୍ଭେ କାହିଁକି ବିଳମ୍ବ କରୁଅଛ? ଉଠ, ବାପ୍ତିଜିତ ହୁଅ, ପୁଣି ତାହାଙ୍କ ନାମରେ ପ୍ରାର୍ଥନା କରି ଆପଣା ପାପ ସବୁ ଧୋଇ ପକାଅ। କାହିଁକି ବିଳମ୍ବ କରୁଅଛୁ ପାପ ଧୋଇବା ପାଇଁ କାହିଁକି ବିଳମ୍ବ କରୁଅଛୁ ଭାଇ ଭଉଣୀ ମାନେ ବିବାହ ବିଳମ୍ବ ହେଲେ ବି ଚଳିବ ଘର ବନେଇବାଟା ବିଳମ୍ବ ହେଲେ ବି ଚଳିବ ଆଜ୍ଞା ଲାଷ୍ଟ କୁ ଘର ନ ମିଳିଲେ ବି ଚଳିବ ଆଜ୍ଞା ଭଡାରେ ରହିବୁ ପ୍ରଭୁ ଦେବେ କିଛି ଚିନ୍ତା ନାହିଁ ଏଇ ଘର ନଥିଲେ ଅଲଗା ଘର विवाह ପାଇଁ ବି ଟେନସନ ହୁଅନି ବି ଫ୍ରି यार ବିବାହ ହେଇଯିବା ଲୋକମାନେ କାହିଁକି ହେଲି ରେ ବୋଲଲା ବେଳକୁ ନ ହେବ ଲୋକମାନେ କେବେ ଫସିବି ରେ ବୋଲି ହଉଛନ୍ତି କାହିଁକି ମୁଁ ଜାଣି ପାରୁନି आराम में रहुनाहांती काहेंकी अच्छा नहीं लग रहा आपको फ्री होके रहना जहां मर्जी हम जा सकते हैं कहीं भी प्रार्थना जा सकते हैं प्रार्थना कर सकते हैं फास्टिंग कर सकते हैं प्रभु के लिए गा सकते हैं ना बेकर पड़ू गोटे दौड़ी गोटे जोर रे टाणे बोलो कि 4-4 जन था प्रभु का टाइम आगे तो होगा नहीं तो छोड़िए हम प्रभु के साथ कनेक्ट रहे ना और क्या विवाह 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 नहेले नरक पलैब विवाह नहीं अनमैरिड पे अलाउ नहीं स्वर्ग अगर आप फ्री हो तो फ्री रह के प्रभु में रहिए कभी पढ़ी आप
ପ୍ରଥମ କରିନ୍ତି 7 ଅଧ୍ୟାୟ। ବାଇବେଲ ନା ଭଲରେ ପଢି ନାହାନ୍ତି ଆପଣ। 7 କେତେ 14 କି? ଗଡ 7:22। 22 ନା? ବେଶ। 32 ପଦରେ। 32। ହଁ ସେଟା ବି ଅଛି ଯେ ଏଇଠି ଗୋଟେ ଥିବ। ହଁ 17। 7:17 ପଢନ୍ତୁ। ପଢ। କେବଳ ପ୍ରଭୁ ଯାହାକୁ ଯେପରି ଦାନ ବିତରଣ କରିଅଛନ୍ତି, ଈଶ୍ୱର ପ୍ରତ୍ୟେକକୁ ଯେଉଁ ଅବସ୍ଥାରେ ଆହ୍ୱାନ କରିଅଛନ୍ତି ସେ ସେହିପରି ଆଚରଣ କରୁ। ମୁଁ ସମସ୍ତ ମଣ୍ଡଳୀରେ ଏହି ପ୍ରକାର ଆଦେଶ ଦିଏ। ଯେଉଁ ଅବସ୍ଥାରେ ଆହ୍ୱାନ କରୁଛନ୍ତି ସେ ଅବସ୍ଥାରେ ପ୍ରଭୁଙ୍କ ଠାରେ ରହ। ତାର ଅର୍ଥ କଣ? ମୁଁ ମନା କରୁନାହିଁ ମ୍ୟାରେजेस को, ବ୍ୟस्त हुओ नहीं बोलছে। लाइफ के लिए ना वो ବ୍ୟस्ततार कारण न हो। अनमैरिड है कि प्रभु डाकिले कि सिमती रो। मैरिड है गलो प्रभु डाकिले कि मैरिड है कि प्रभु को पाख को आस। ପରେ ସେ ସବୁ ଆପଣ ମାନେ ପଢିବେ। ଓକେ, ବହୁତ ସୁନ୍ଦର ଚାପ୍ଟର ଏଟା, 7 ଚାପ୍ଟର। ବ୍ୟସ୍ତ ଲୋକମାନେ ବୁଝିଲେ କି? ପିଆଜ ଜାଣିଛନ୍ତି? ପିଆଜ ଏତିକି ମୋଟା ଥିବ, ଗୋଟେ ଗୋଟେ ଚୋପା କାଢି କାଢି ଦେଖ ତ, କାଢୁ 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 ଭିତରେ କିଛି ନାହିଁ, ସବୁ चोपा है। मैरिज इज लाइक दैट, कुछ नहीं होता भीतर अंदर, चोपा। आराम से रहिएगा, प्रभु में रहिएगा, प्रभु के लिए कुछ कर दिखाइएगा ना। वाह, कैथोलिक्स नन्स मान को देखो तो ଯେଉଁଦିନ ମଦର ଟେରେସାଙ୍କର ଡେଥ୍ ହେଇଯାଇଥିଲା 96 ବୋଧେ, ଆମେ ଟିଭିରେ ଲାଇଭ୍ ଦେଖୁଥିଲୁ। ସକାଳ 6ଟାରୁ ତାଙ୍କର ବରିଆଲ ବୋଧେ ସନ୍ଧ୍ୟାରେ ହେଲା, ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ସେ ନନ୍ସ ମାନେ, ସିଷ୍ଟର୍ସ ମାନେ ଆଣ୍ଠୁରେ ଠିଆ ହେଇକି ସେ ଜପମାଳ ମାଳଥିବ ନେଇକି, ସକାଳ 6ଟା ସନ୍ଧ୍ୟା 6ଟା 12 ଆୱାର୍ସ ଆଣ୍ଠୁରେ ଠିଆ ହେଇକି ସେ ଜପମାଳ କରୁଥିଲେ। ଆଉ ଆମେ କ୍ୟାଥଲିକ୍ସ ମାନଙ୍କୁ ତ ଟିକେ ଘୃଣା, ଏତେ ପସନ୍ଦ କରୁନା, ମରିୟମ ପୂଜା କରୁଛନ୍ତି। ଆମେ ଯେଉଁ ପବିତ୍ର ଆତ୍ମା ପାଇଛୁ ବୋଲି କହୁ, ଆମେ ଯେମନ କୋଉ କୋଉ ଆମ ପାଖରେ ସତ୍ୟତା ଅଛି, ଆମେ ଆମେ ଆଗମନରେ ଯିବୁ ବୋଲି ହଉଥାଉ, ଆମ ପାଖରେ ସେତିକି ପେସେନ୍ସ ନାହିଁ କି ଆଣ୍ଠୁ ମାଡିବୁ ଗୋଟେ ଘଣ୍ଟାଟି। ସେମାନଙ୍କର ସାକ୍ରିଫାଇସ ଦେଖ ତ, टीपीएम सिस्टर्स ब्रदर्स को देखो। କାଲି କହୁଥିଲି ନାଇଁ କି, ପିତର କହିଲେ ଆମେ ଦୁନିଆ ଛାଡିଦେଲୁ ପ୍ରଭୁ ତମର ପାଇଁ। आहा, ना ऐसा मौका सबको नहीं मिलता एक्चुअली। ମ୍ୟାରେଜ ହେଇଯାଇଛନ୍ତି ସେମାନେ ଭାବୁଥିବେ ଆରେ ଭଲ ଚାନ୍ସ ମିସ୍ ହେଇଯାଇଛି ବୋଲି, ପ୍ରଭୁଙ୍କ ପାଇଁ ଯଦି ସମର୍ପିତ ହେଇଗଲେ ଭଲ ହେଇଥାନ୍ତା ବୋଲିଲା ବେଳକୁ ବିବାହ ହେଇଯାଉଥିବେ ବର୍ଷ ପରେ, ଆଜ୍ଞା ସ୍ୱାମୀ ପିଟୁଛି, ଆଜ୍ଞା ସ୍ତ୍ରୀ ରହୁନେଇ, ତା ମା ଘରୁ ପଳାଇଲା। माडो खाइबा जाए ଲୋକମାନଙ୍କୁ ना समझ नहीं आता, बातों से नहीं समझ को बोलते हैं ना, लातों के भूत बातों से नहीं समझते। बातें जब बोलते हैं ना तभी समझ जाना चाहिए मैटर क्या है। प्रभुଙ୍କୁ ଠାରେ ରୁହନ୍ତୁ, ପ୍ରଭୁଙ୍କୁ ପ୍ରାୟୋରିଟି ଦିଅନ୍ତୁ, ପ୍ରଭୁଙ୍କୁ ଗୁରୁତ୍ୱ ଦିଅନ୍ତୁ। ଆଉ ଯେ ସେମିତି ପ୍ରଭୁଙ୍କୁ ଗୁରୁତ୍ୱ ଦେଇଛନ୍ତି ସେ ତୁମ ପାଖକୁ ଆସିବେ, ପ୍ରଭୁ ଆଣିବେ, तब जाके शादी करना। तब तक बस प्रभु का हालेलुया। 50
4:5 ବୋଧେ ଜିସାୟ 54:5 ସେତିକି ସେଇଟା ତ 54:5। କାରଣ ତୁମ୍ଭର ନିର୍ମାଣକର୍ତ୍ତା ତୁମ୍ଭର ସ୍ୱାମୀ ଅଟନ୍ତି। ପ୍ରେଜ ଦ ସନ୍ଧ୍ୟା ଲର୍ଡ। ସେତିକି ତ ଆଉ your creator is thy husband। ତୁମର ସୃଷ୍ଟିକର୍ତ୍ତା ତୁମର ନିର୍ମାଣ କର୍ତ୍ତା ତୁମ୍ଭର ସ୍ୱାମୀ ଅଟନ୍ତି ସୈନ୍ୟାଧିପତି ସଦା ପ୍ରଭୁ ତାଙ୍କର ନାମ। ଲାଇଫ ର ବଡ ସୌଭାଗ୍ୟ ହରାଉଛନ୍ତି ବହୁତ ଜଣ। ମତେ ମିସଅଣ୍ଡରଷ୍ଟାଣ୍ଡ କରନ୍ତୁ ନାହିଁ। ମୋର କହିବାର ଉଦ୍ଦେଶ୍ୟ କଣ, ମାନେ ଗୋଟେ ବିଷୟ ପାଇଁ ବ୍ୟସ୍ତ ହଉନି। ଚାକିରି ବ୍ୟସ୍ତ ହେଇକି କର ନାହିଁ, ଆରାମରେ ପାଅ, ପ୍ରଭୁଙ୍କର ସମୟରେ ମିଳୁ। ପାଠ ପଢା, ବ୍ୟସ୍ତ ହୁଅ ନାହିଁ, ଆରାମ, ରିଲାକ୍ସ, ହ୍ୟାଭ ୟୋର ପିସ୍। ଅପେକ୍ଷା କର ପ୍ରଭୁଙ୍କର ଆଗମନ ପାଇଁ। ନିଜକୁ କଣ ଅନିନ୍ଦନୀୟ ରଖ। ଆଉ କଣ ସେଟା ଦ୍ୱିତୀୟ ପିତର 3 ସାରିବା। ଦ୍ୱିତୀୟ ପିତର 3 ଆମେ 10 ପଦରେ ପଢିଲୁ ପ୍ରଭୁଙ୍କ ଦିନ ଚରର ପରି ଆସିବ। 12 ପଦରେ ପଢିଲୁ ଈଶ୍ୱରଙ୍କ ଦିନ ଆସିବ, ମୌଳିକ ବସ୍ତୁ ତରଳି ଯିବ, ସମସ୍ତ ବିଷୟ ଦଗ୍ଧ ହେଇଯିବ ଜଗତ ସାରା। 3:13ରେ ପଢିଲୁ ଆମ ପାଇଁ ପରମେଶ୍ୱର ନୂତନ ପୃଥିବୀ ନୂତନ ଆକାଶର ନିର୍ମାଣ କରିକି ରଖିଛନ୍ତି, ଆମେ ତାହାରି ପାଇଁ ଅପେକ୍ଷା କରୁଛୁ। 13-14 ପଢିଦିଅ ବେଟା। 3-13-14 ପଢିଦିଅ, ଆଜି ପାଇଁ ସାରିବା। ଆମ୍ଭେମାନେ ତାହାଙ୍କ ପ୍ରତିଜ୍ଞା ଅନୁସାରେ ଗୋଟିଏ ନୂତନ ଆକାଶ ମଣ୍ଡଳ ଓ ନୂତନ ପୃଥିବୀର ଅପେକ୍ଷାରେ ଅଛୁ, ଯାହା ଧାର୍ମିକତାର ଆବାସ ସ୍ଥଳ ହେବ। ଅତଏବ ହେ ପ୍ରିୟମାନେ, ତୁମ୍ଭେମାନେ ଏହି ସମସ୍ତ ବିଷୟ ଅପେକ୍ଷା କରୁଥିବାରୁ ତାହାଙ୍କ ଛାମୁରେ ଯେପରି ନିଷ୍କଳଙ୍କ ଅନିନ୍ଦନୀୟ ହୋଇ ଶାନ୍ତିରେ ଥିବାର ଦେଖାଯିବ, ଏଥିପାଇଁ ଯତ୍ନ କର। आम्हे माने यही विषयों पर अपेक्षा करूथिबारु, बिकॉज वी वेट फॉर दीज थिंग्स। किसके लिए वेट कर रहे हैं? आगमन में जाने के लिए वेट कर रहे हैं। संसार पृथ्वी का विनाश होने वाला, उसका वेट हम कर रहे हैं। नया राज्य हमको मिलने वाला है, उसके लिए हम लोग वेट इंतजार कर रहे हैं। अगर आप लोग इस चीज के लिए इंतजार कर रहे होते हो तो क्या किया जाए? निष्कलंक हो नंबर 1, अनिंदनीय हो नंबर 2, और शांतिरे थिबार देखाजिबो। शांति, नो टेंशन फॉर एनीथिंग। किसी बात की टेंशन, प्रभुଙ୍କର ଲୋକ ଯଦି ହେଇଛ, ମନୋନୀତ ଯଦି ହେଇଛ, ତାହାଠୁ ବଡ ବିଷୟ କଣ ଅଛି କୁହନ୍ତୁ ତ ସତରେ? ବାକି सब दुनिया का चीज ना ମାଇନର ହେବାର ଅଛି ଆମ ପାଇଁ। ଆମ ପାଇଁ ପରିତ୍ରାଣ ହିଁ ବହୁତ ବଡ ବିଷୟ। ଆଗମନର ଦଳରେ ଥିବାଟା ହିଁ ବହୁତ ବଡ ବିଷୟ। ପ୍ରଭୁ ଆମକୁ କିଣିକି ରଖିଛନ୍ତି, ସେଇଟା ହିଁ ବହୁତ ବଡ ବିଷୟ। ପାଠ ପଢା, ଚାକरी, मैरिज, करियर, ये सब माइनर चीज है। इसके लिए टेंशन नहीं होने का। शांतिरे थिबार देखाଯିବାର ଅଛି। ବ୍ୟସ୍ତ ହେଇକି ଦେଖାଯିବାର ନାହିଁ ତାଙ୍କୁ, ତାଙ୍କର ଆଗମନ ବେଳକୁ। नो ବ୍ୟସ୍ତତା, नो टेंशन, नो ब्लड प्रेशर फॉर वर्ल्डली थिंग्स, नो एंजाइटी फॉर वर्ल्डली थिंग्स। जस्ट रिलैक्स। कुछ काम था, किया, ट्राई किया, हुआ, प्रेज लॉर्ड। नहीं हुआ, इट्स ओके प्रभु, कुछ और ट्राई करेंगे। कुछ होना था काम, हो गया, प्रेज लॉर्ड। नहीं हुआ, ओके, लिव इट। टेंशन भावना कि भाई ये भी नहीं खाए कि आमे मनोनीत हो सारिछु, आमे कृत हो सारिछु। होल्ड योर पीस, शांति रे रहिबार देखा जीवार अछि। अनिंदनीय, निष्कलंक और शांति के देखा जीवे। तुम्हे माने जदि ଏହି ବିଷୟର ଅପେକ୍ଷା କରୁଥିବାରୁ ଶାନ୍ତିରେ ଦେଖାଯାଏ। ୟାକୁ ରିମୁଭ କରିଦିଅ ଭାଇ। 10 ଥର ହାତ ଟେକୁଛି, ବଡ ବିଜାର କରୁଛି କିଏ କିଏ। ପ୍ରେଜ ଦ ଲର୍ଡ। ଚକ୍ଷୁ ବନ୍ଦ କରି ପ୍ରାର୍ଥନା କରିବ। सोमवार दिन को आम बाइबल स्टडी नेक्स्ट थी। ईश्वर विचार केमती आरंभ हो आम शिखा।
आज कौन शिखिलु 11टा विचार सरला 11 विचार 12तम विचार भितर 2000 वर्षर अनुग्रह जुग चलला विचार आरंभ हेबाक जाउछि अर्थात प्रभुंकर दिन आरंभ हेबाक जाउछि कोठु आरंभ हेबो मंडलीर रैप्चर ठारो आरंभ हेबो आ अनुग्रह बंद द्वार क्लोज काउंटर क्लोज दरखास्त क्लोज एप्लीकेशंस क्लोज आओ निया जीवनी एप्लीकेशंस से काउंटर क्लोज हेबा पूर्वरु मंडली पळाइबा पूर्वरु अनुग्रह मिली जीवार बंद हेबा पूर्वरु दरखास्त दे दियंतु आगे प्रभु को जति जन बाप्तिस्म नै नांती जति जन प्रभु को पाई नांती जति जन निजको संशोधन करन बाप्तिस्म पाई कि पाप रे अछंती सेटा पे से बाप्तिस्म काम करिवो नै आगे सेटा इनवैलिड हे जिवो बाप्तिस्म नै छु नै केते बड़ गिरजा को जाउछु दिनकर नागे पाखर प्रार्थना कराइलु ना नै एटा बड़ कथा नै राजी भाई को तळरे ग्रुप रे अछु ना नै एटा बड़ कथा नै मन परिवर्तन करले कि नै देखो आत्मिक मन हेछु कि नै देखो प्रभु को धरिछु ना नै देखो अनुताप करिछु ना नै देखंतु तो प्रार्थना करिया।